ଯାଏଁ କାଳବୈଶାଖୀ ପ୍ରକୋପ 4 ଦିନ ପରେ ବଢ଼ିବ ତାତି। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ। କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର ତାପମାତ୍ରା କମିଛି। ପାଣିପାଗ ପୂର୍ବାନୁମାନ କହୁଛି ରାଜ୍ୟର ବର୍ତ୍ତମାନ କାଳବୈଶାଖୀ ପ୍ରଭାବ ଜାରି ରହିବ। 6 ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା ପବନ ସମ୍ଭାବନା ରହିଛି। ମାତ୍ର ଆସନ୍ତା 4 ଦିନ ପରେ କାଳବୈଶାଖୀ ପ୍ରଭାବ କମିବା ସହ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଶୁକ୍ରବାର ବଲାଙ୍ଗୀର ତାପମାତ୍ରା 49 ଡିଗ୍ରୀ ସେଲସିୟସ୍ ଥିବାବେଳେ ଝାରସୁଗୁଡ଼ା 38.4, ସମ୍ବଲପୁର 37.7, ସୁନ୍ଦରଗଡ଼ 37.6, ସୋନପୁର 37.5, ଟିଟିଲାଗଡ଼ 37, ଭବାନୀପାଟଣା 37 ଡିଗ୍ରୀ ସେଲସିୟସ୍ ଥିଲା। ଉପକୂଳ ଅଞ୍ଚଳ ଭିତରେ ଖୋର୍ଦ୍ଧାର 36.5, ଜଗତସିଂହପୁରରେ 35.5, ଭୁବନେଶ୍ୱରରେ 35.2 ଓ କଟକରେ 34.6 ଡିଗ୍ରୀ ରହିଥିଲା ଏବଂ ଗୁଳିଗୁଳି ଅଧିକ ଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ହେଲା ଶନିବାର ରାଜ୍ୟର ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମରେ ସ୍ଥାନ ସ୍ଥାନରେ ପ୍ରବଳ ବର୍ଷା, 50-60 କିଲୋମିଟର ପବନ, କୁଆପଥର, ଧୂଳିଝଡ଼ ସହ ବଜ୍ରପାତ ଆଶଙ୍କା ରହିଛି। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳରେ ବର୍ଷା ବଜ୍ରପାତ ସହ 40ରୁ 50 କିଲୋମିଟର ବେଗରେ ପବନ ମାଡ଼ ହୋଇପାରେ। କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ବଜ୍ରପାତ 30ରୁ 40 କିଲୋମିଟର ପବନ ଧୂଳିଝଡ଼ ହୋଇପାରେ। ଅପରାହ୍ନ କିମ୍ବା ସନ୍ଧ୍ୟାରେ ଆସନ୍ତା 4, 5, 6 ତାରିଖରେ ରାଜ୍ୟରେ ବର୍ଷା ପବନ ଆଶଙ୍କା ରହିଛି। ଏହିପରି ଲାଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ।